ଭିଲିଆନ ମାନେ କମ୍ କୁହନ୍ତି, ହିରୋ ମାନେ ଅଧିକା କୁହନ୍ତି, ହିରୋଇନ ମାନେ ବେଶୀ କଷ୍ଟ ଶୁଅନ୍ତି। ଆଜିକାଲି ଛୁଆ ଯେମିତି ଆମ ଛୁଆ ଯେମିତି ଆମେ ସ୍କର୍ପିଓ ଦେଖିନଥିଲୁ ଏବେ ମୋ ପୁଅ ଗୋଟେ ସ୍କର୍ପିଓ ଧରିକି ପଳେଇଲାଣି। ମୁଁ କଣ କରିପାରିବି? ତା ମା କିଛି କରିପାରୁଛି? ମୋର ଗୋଟେ ପୁଅ ହେଇଛି, କାଲି ଆଉ ଦିଟା ପୁଅ ଆସିବେ, ଆଉ ଗୋଟେ ଭଣଜା ଭାଣିଜୀ ଆସିବେ, ମତେ ଡକ୍ଟର କହିଛନ୍ତି ମା ମୋର ବାଜିରେ ଆଗରେ ଟିକେଟ କରିବୁ 500 ଟଙ୍କା ଟିକେଟ। ଡକ୍ଟର 8-10ଟା କହିଛନ୍ତି, ମୁଁ କଣ କରିପାରିବି? ତେଣୁକରି ଯୋଉଠି ଭଗବାନ ସାହା ଭରସା, ଆମେ ସେଠି କିଛି କରିପାରିବୁ। ପିୟୁଷ ପ୍ରତି ତା ବାପା ମାଙ୍କ ସ୍ନେହ, ତା ଜଗନ୍ନାଥଙ୍କର ଆଶୀର୍ବାଦ। ତେଣୁକରି ବିଶେଷ କରି ଦର୍ଶକ ମାନଙ୍କ ମନ ଦର୍ଶକ ମାନେ ନଥିଲେ ସେ ନଥିଲା। ଆଚ୍ଛା ଆପଣ କେବେ କିଏ କମେଣ୍ଟ କରିଛନ୍ତି ଯେ କିଏ ଭଲ ଆକ୍ଟିଂ କରିପାରୁଛନ୍ତି? ସେମିତି କହିନାହାନ୍ତି, ଦର୍ଶକ ମାନଙ୍କ ଭଲ ପାଇବା ବି ଅଛି। କାରଣ ନହେଲେ ମୁଁ ତ ଘରେ ଅଛି, ଆପଣ ମାନେ ମୋ ପାଖରେ କାହିଁ ଯାଇଛନ୍ତି? ଭଲ ପାଇବା ଅଛି, କାହାର 5 ଜଣ ଥିଲେ କାହାର 2 ଜଣ ଅଛନ୍ତି, ଏମିତି ଆଉ। ଆଚ୍ଛା ଆମେ ଦେଖୁଛୁ ବହୁତ ସମୟ ହେଲାଣି ଆପଣଙ୍କୁ ଭାଇନା ଏକା ଲୟରେ ଚାହିଁକି ରହୁଛନ୍ତି। ସିଏ ଟିକେ କମ କୁହନ୍ତି, ଭିଲିଆନ ମାନେ କମ କୁହନ୍ତି, ହିରୋ ମାନେ ଅଧିକା କୁହନ୍ତି, ହିରୋଇନ ମାନେ ବେଶୀ କଷ୍ଟ ଶୁଅନ୍ତି। ଆଚ୍ଛା ଘରେ କଣ ଭାଇ ଭିଲିଆନ ନା ହିରୋ? ନା ନା, ସେ ନର୍ମାଲରେ ଯାତ୍ରାରେ ଘରେ ସେ ତ ଭିଲିଆନ ହେଇଥିଲେ ଆମେ ଯାତ୍ରା ପାଖରେ ଥାଆନ୍ତି, ଏବେ ଘରେ ବସି ନଥାନ୍ତି। ସେଠି ସତେ ସତେକା ଭିଲିଆନ ହେଇଥାନ୍ତେ, ଆମେ ଯାତ୍ରାରେ ଛାଡିକି ନା ଘରେ ବସି ନଥାନ୍ତି। ଘରେ କେତେବେଳେ ନାଇଁ ନାଇଁ, ଯେମିତି ରାଗିଗଲେ କିଛି ସେମିତି ସ୍ୱାମୀ ହିସାବରେ ତ ରାଗିବେ, ଆଉ ସେଇଟା କଣ ଭିଲିଆନ ବୋଲି କୁହାଯିବ? ସେଇଟା ସ୍ୱାମୀ ପଡିଆ। ଡାଇଲଗ ଭଳିଆ ସ୍ୱର ଲମ୍ବେଇକି କୁହନ୍ତି ନା ନା, ସେଇଟା ନବାନବି ଆମର ନାହିଁ। ଆମର ବି ଟିକିନା ଡାକନ୍ତିନି, ଆମର ଶୁଭୁଛି ଶୁଭୁଛି ଡକା ଯାଏ। ଆମର ହିନ୍ଦୁ ଶାସ୍ତ୍ରରେ ଶୁଭୁଛି ଡାକଟା, ଶୁଭୁଛି ଆମର ଯୋଉ ବାଉନ ଏ ଡାକଟା। ଆଚ୍ଛା ସେଇଟା ଶୁଭୁଚିଟା ତ ବେଲରେ ତ ଆମେ ଜାଣିଛୁ ଶୁଭୁଚିଟା, କିନ୍ତୁ ରାଗିଗଲେ ରାଗ ତ ରାଗ ନା, ରାଗ ତ ପ୍ରେମ ଚଣ୍ଡାଳ, ସେଇଟା କହିହବନି।